ଗତକାଲି ଆପଣମାନେ ଦେଖିଥିବେ ଭାଗ୍ୟ ଖେଳିଛି ସିନ୍ଦୁର ଖେଳରେ ଲିପିକା ତାଙ୍କ ଝିଆରୀଙ୍କ ପାଇଁ ଗୋରସ ବନେଇ ଖୁଆଇଥିଲେ ଏବଂ ଲିପିକାଙ୍କ ଶ୍ୱଶୁର ଲିପିକା ତାଙ୍କ ଭୁଲ ପାଇଁ ଗୋଡ଼ ଧରି କ୍ଷମା ମାଗିଥିଲେ। ଆଉ ତାଙ୍କ ଶ୍ୱଶୁର ଗୋଟାଏ ସୁଯୋଗ ମଧ୍ୟ ତାଙ୍କୁ ଦେଇଥିଲେ। ସେ କହିଥିଲେ ଏଇଟା ତୁମର ଶେଷ ସୁଯୋଗ। ଲିପିକାର ଶାଶୁ ଲିପିକାକୁ ବିଫଳ କରିବା ପାଇଁ ଲାଗି ପଡ଼ିଲେ ଏବଂ ଗୋଟାଏ ଯୋଜନା କରିଥିଲେ। ସେ କବାଡ଼ିବାଲାକୁ ଡାକି ପୁରୁଣା ଫାଇଲ ମଧ୍ୟରୁ ବିକିବାକୁ ଫୋନ୍ କରିଥିଲେ ଏବଂ ପୁରୁଣା କାଗଜପତ୍ର ମଧ୍ୟରେ ଗୋଟାଏ ଇମ୍ପୋର୍ଟାଣ୍ଟ ଫାଇଲ ଭରି ଦେଇଥିଲେ ଆଉ ଲିପିକାକୁ ବିକ୍ରି କରିବାକୁ କହିଥିଲେ। କବାଡ଼ିବାଲା ଆସି ତାଙ୍କ ପୁରୁଣା ବହିପତ୍ର ନେଇ ଚାଲିଗଲା ଏବଂ ସେଥିରେ ଗୋଟାଏ ଇମ୍ପୋର୍ଟାଣ୍ଟ ଫାଇଲ ମଧ୍ୟ ଥିଲା। ଲିପିକା ତାଙ୍କ ମା ଘର ଯିବାକୁ କହିଥିଲେ। ଲିପିକା ତାଙ୍କ ମା ଘରକୁ ଯାଇ ତାଙ୍କ ବାପାଙ୍କ ପାଇଁ ଗୋଟାଏ କଫି ବନେଇକି ନେଇଥିଲେ ଆଉ ତାଙ୍କ ବାପାଙ୍କୁ କହିଥିଲେ କି ମୋର କିଛି ଦୋଷ ନାହିଁ, ମୋର ସବୁ ରିପୋର୍ଟ ଠିକ୍ ଆସିଛି ବୋଲି। ବାପା ତମେ କିଛି ଟେନସନ୍ ନିଅନି, ସବୁ କାମ ଠିକ୍ରେ ହୋଇଯିବ ବୋଲି କହିଥିଲେ। ତମେ ଚିନ୍ତା କରନି ବାପା, ମୁଁ ସବୁବେଳେ ଠିକ୍ରେ ଅଛି। ଟେନସନ୍ ହେଉନି ବାପା, ମୁଁ ଆଜି ପରମିଶନ ଘରୁ ଆଣିକି ଆସିଛି ତମକୁ ଭେଟିବା ପାଇଁ। ଆମ ଘରର ଏବେ ସବୁ କିଛି ସୁଧରି ଯାଇଛି। ହେଲେ ଲିପିକା ଯେତେବେଳେ ଘରକୁ ଫେରିଲେ ତାଙ୍କ ଶ୍ୱଶୁର ଏପଟେ ଫାଇଲ ଖୋଲିବାରେ ବ୍ୟସ୍ତ ଚାଲିଥିଲେ। ଫାଇଲ ମିଳୁନଥିବାରୁ ବ୍ୟସ୍ତ ଥିଲେ। ତାଙ୍କ ଶାଶୁ ଏପଟେ କହୁଥିଲେ କାଲି ଲିପିକା ପୁରୁଣା କାଗଜପତ୍ର ବିକ୍ରି କରିଛି, ବୋଧହୁଏ ସେହି କାଗଜପତ୍ରରେ ସେ ଫାଇଲଟା ଚାଲି ଯାଇଥାଇପାରେ। ତାପରେ ଲିପିକା ଶ୍ୱଶୁର ରାଗି ଯାଇ କହୁଛନ୍ତି ତମର ବୁଦ୍ଧି ସୁଦ୍ଧି ନାହିଁ କି, ମୋର ଲକ୍ଷ ଲକ୍ଷ ଟଙ୍କା ଲସ୍ କରିଦେଲ। ସେ ଫାଇଲ କେତେ ଇମ୍ପୋର୍ଟାଣ୍ଟ ମୋ ପାଇଁ ତମେ ଜାଣିଛ କି? ଏଇ ଖୁଚୁରା ଟଙ୍କା ପାଇଁ ମୋର ଲକ୍ଷ ଲକ୍ଷ ଟଙ୍କା ଲସ୍ କଲ। ପଛପଟୁ ତାଙ୍କ ଶାଶୁ ଚୁନା ଘାରେ ଲୁଣ ଦଉଛନ୍ତି। ଆମର କ୍ଷତି ହେଲେ ୟାର କ'ଣ ଯାଏ? ତ ଆମ ଘରର ସବୁବେଳେ ଅମଙ୍ଗଳ ଚାହୁଁଛି। ଆୟୁଷ ମଧ୍ୟ ଲିପିକାକୁ ତମର କ'ଣ ଟିକିଏ ବୋଲି ବୁଦ୍ଧି ସୁଦ୍ଧି ନାହିଁ ବୋଲି କହୁଛନ୍ତି। ଲିପିସାଙ୍କ ଶ୍ୱଶୁର ଏପଟେ ବହୁତ ରାଗି ଯାଇ କହୁଛନ୍ତି ତମକୁ ଗୋଟାଏ ସୁଯୋଗ ଦିଆହେଇଥିଲା, ସେ ସୁଯୋଗ ବି ତୁମେ ନିଜେ ହାରିଲ। ଯାଅ ତମ ରୁମ୍କୁ ଲଗେଜ ପ୍ୟାକ୍ କର, ତୁମ ଶାଶୁ ଘରେ ରହିବାର କିଛି ଆବଶ୍ୟକତା ନାହିଁ। ଆୟୁଷ ତମ ଘରେ ନେଇ ଛାଡ଼ିଦେବ। ମୋ ମୁହଁକୁ କ'ଣ ଅନେଇଛ? ହେଲେ ଲିପିକା ବହୁତ ଚେଷ୍ଟା କରୁଛି କହିବା ପାଇଁ, ହେଲେ ତାଙ୍କ ଶ୍ୱଶୁର ଶାଶୁ କହିଦେଉନାହିଁ। ମଝିରେ ଲିପିକା ଘରକୁ ଯାଇ ଫାଇଲଟା ଆଣି ତାଙ୍କ ଶ୍ୱଶୁରକୁ ଦେଖାଉଛନ୍ତି। କହୁଛନ୍ତି ବାପା କାଲି ମୁଁ ଯେତେବେଳେ ପେପରବାଲାକୁ ପେପର ଦେଉଥିଲି ସେ ସମୟରେ ମୋତେ ଫାଇଲଟା ଆଖିରେ ପଡ଼ିଯାଇଥିଲା, ସେଥିପାଇଁ ମୁଁ ତାକୁ ନେଇକି ଘରେ ମୋ ଘରେ ରଖିଦେଇଥିଲି। ଏସବୁ ଜିନିଷ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି ଆଉ ଏମିତି କେମିତି ହେଲା ବୋଲି ପଚାରୁଛନ୍ତି ଆଉ ଲିପିକା ସବୁ କଥା ଖୋଲି କହୁଛନ୍ତି।